ବ୍ୟସ୍ତବହୁଳ ଜୀବନରେ ଅନେକ ଲୋକ ବିଳମ୍ବିତ ରାତିରେ ଭୋଜନ କରନ୍ତି। ବିଳମ୍ବିତ ରାତିରେ ଭୋଜନ କଲେ ଆମର କ'ଣ କ୍ଷତି ହୁଏ? ଯାହା କ୍ଷତି ହେବ ଜାଣିଲେ ଆଶ୍ଚର୍ଯ୍ୟ ହେବେ। ତେବେ ଆସନ୍ତୁ ଜାଣିବା କେଉଁ ପ୍ରକାରର କ୍ଷତି ହୁଏ। ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀରେ ଅନେକ ଲୋକ ବିଳମ୍ବିତ ରାତିରେ କାମରୁ ଫେରି ବିଳମ୍ବିତ ରାତ୍ରି ଭୋଜନ କରୁଛନ୍ତି। ଆଜିକାଲି ଅଧିକାଂଶ ଲୋକ କିଛି ନା କିଛି ରୋଗରେ ପୀଡ଼ିତା। ଏହାର ସବୁଠାରୁ ବଡ଼ କାରଣ ହେଉଛି ଅନିୟମିତ ଖାଦ୍ୟ ଅଭ୍ୟାସ, ବିଶେଷ କରି ବିଳମ୍ବିତ ରାତ୍ରି ଭୋଜନ। ଇଣ୍ଟରନ୍ୟାସନାଲ ଜର୍ନାଲ ଅଫ୍ ଫୁଡ୍ ନ୍ୟୁଟ୍ରିସନ୍ ଆଣ୍ଡ ଡାଏଟିସିଆନ୍ର ପ୍ରକାଶିତ 2023 ମସିହାରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ବିଳମ୍ବିତ ରାତିରେ ଖାଇବା ଦ୍ୱାରା ରକ୍ତରେ ଶର୍କରା, ସ୍ଥୂଳତା ଏବଂ ହୃଦରୋଗ ଭଳି ଅନେକ ଗଭୀର ସ୍ୱାସ୍ଥ୍ୟ ବିପଦ ବଢ଼ିପାରେ। ଅଧ୍ୟୟନ ଅନୁଯାୟୀ ଯେତେବେଳେ ଆମେ ନିରନ୍ତର ବିଳମ୍ବିତ ରାତିରେ ଖାଉ ସେତେବେଳେ ପାଚନ ପ୍ରକ୍ରିୟା ଧୀର ହୋଇଯାଏ। ବିଳମ୍ବିତ ରାତିରେ ଭୋଜନ କରିବା ସ୍ୱାସ୍ଥ୍ୟ ପ୍ରତି କେତେ ବିପଦ? ବିଳମ୍ବିତ ରାତ୍ରିରେ ଭୋଜନ ଶରୀରର ପ୍ରାକୃତିକ ଜୈବିକ ଘଣ୍ଟାକୁ ବ୍ୟାହତ କରେ। ଯେତେବେଳେ ଖାଦ୍ୟ ସଠିକ୍ ସମୟରେ ନ ଖିଆଯାଏ ଏହା କେବଳ ପାଚନକୁ ନୁହେଁ ବରଂ ଓଜନ, ହର୍ମୋନ୍, ହୃଦୟ, ରକ୍ତ ଶର୍କରା ଏବଂ ନିଦକୁ ମଧ୍ୟ ପ୍ରଭାବିତ କରେ। ଏହା ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ। ରାତି ବିଳମ୍ବ ହେଲେ ଶରୀର ଏକ ବସିପଡ଼ିବା ମୋଡ଼କୁ ଚାଲିଯାଏ। ଖାଦ୍ୟ ଶୀଘ୍ର ଚର୍ବିରେ ପରିଣତ ହୁଏ, ପେଟ ଏବଂ ଶରୀରରେ ଜମା ହୁଏ, ଯାହାଫଳରେ ଓଜନ ବୃଦ୍ଧି ହୋଇଥାଏ। ରାତିରେ ବିଳମ୍ବିତ ଖାଦ୍ୟ ଖାଇବା ଦ୍ୱାରା ରକ୍ତରେ ଶର୍କରା ସ୍ତର ବୃଦ୍ଧି ପାଏ ଏବଂ ଟାଇପ୍ 2 ମଧୁମେହ ହେବାର ଆଶଙ୍କା ଥାଏ। ବିଶେଷ କରି ଯଦି ଆପଣ ରାତି 10ଟା ପରେ ଖାଆନ୍ତି ଏବଂ ଖାଇବା ପରେ ତୁରନ୍ତ ଶୋଇଯାଆନ୍ତି ତେବେ ମଧୁମେହ ହେବାର ଆଶଙ୍କା ଅଧିକ ରହିଛି। ବିଳମ୍ବିତ ରାତିରେ ଖାଦ୍ୟ ଖାଇବା ହାର୍ଟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ବିଳମ୍ବିତ ଖାଦ୍ୟ ଖାଇବା ରକ୍ତରେ ଟ୍ରାଇଗ୍ଲିସରାଇଡ୍ ବୃଦ୍ଧି କରିପାରେ, ଯାହା ହୃଦରୋଗର ଆଶଙ୍କା ବଢ଼ାଇପାରେ। ରାତିରେ ବିଳମ୍ବିତ ଖାଦ୍ୟ ଖାଇବା ଦ୍ୱାରା ମଧ୍ୟ ରକ୍ତଚାପ ବଢ଼ିପାରେ, ଯାହା ହୃଦୟକୁ ଅଧିକ କାମ କରିବାକୁ ବାଧ୍ୟ କରେ। ଯକୃତ ଉପରେ ଚାପ ମଧ୍ୟ ବୃଦ୍ଧି ପାଏ। ଅତ୍ୟଧିକ ଚିନି ଏବଂ ଚର୍ବି ଯକୃତକୁ ବିଷମୁକ୍ତ କରିବା କଷ୍ଟକର କରିଥାଏ। କେବଳ ଏତିକି ନୁହେଁ, ଶରୀରରେ ଇନ୍ସୁଲିନ୍ ଏବଂ ମେଲାଟୋନିନ୍ ଭଳି ହର୍ମୋନ୍ ମଧ୍ୟ ବାଧାପ୍ରାପ୍ତ ହୁଏ, ଯାହା ଶରୀରର ଦିବାରାତ୍ରି ଚକ୍ରକୁ ବାଧାପ୍ରାପ୍ତ କରେ ଏବଂ ସକାଳ ଭୋକ ବୃଦ୍ଧି କରେ। ଯେତେବେଳେ ଆମେ ବିଳମ୍ବିତ ରାତିରେ ଭୋକ ଅନୁଭବ କରୁ ଅଧିକାଂଶ ଲୋକ ଚିପ୍ସ, ମ୍ୟାଗି, ବିସ୍କେଟ୍ କିମ୍ବା ମିଠା ଭଳି ସହଜରେ ଉପଲବ୍ଧ ଜିନିଷ ପାଇଁ ପହଞ୍ଚି ଯାଆନ୍ତି। ଏଗୁଡ଼ିକ ପେଟ ପୂରଣ କରେ, କିନ୍ତୁ ଏଗୁଡ଼ିକର ପ୍ରକୃତ ପୁଷ୍ଟିକର ଅଭାବ ଥାଏ। ଫଳସ୍ୱରୂପ ଶରୀରରେ ଆବଶ୍ୟକୀୟ ଭିଟାମିନ୍ ଏବଂ ଖଣିଜ ପଦାର୍ଥର ଅଭାବ ଥାଏ ଏବଂ ଧୀରେ ଧୀରେ ଭିତରୁ ଦୁର୍ବଳ ହୋଇଯାଏ। ଏହାକୁ ପୁଷ୍ଟିକର ଅଭାବ କିମ୍ବା କୁପୋଷଣ କୁହାଯାଏ। ଡେରିରେ ଖାଇବା ଦ୍ୱାରା ଷ୍ଟ୍ରୋକ୍ ହେବାର ଆଶଙ୍କା ମଧ୍ୟ ବଢ଼ିପାରେ। ଯେତେବେଳେ ଆମେ ରାତିରେ ବିଳମ୍ବିତ ଖାଦ୍ୟ ଖାଉ ଶରୀରକୁ ଖାଦ୍ୟ ହଜମ କରିବାରେ ଅସୁବିଧା ହୁଏ। ଏହା ଏସିଡିଟି ବୃଦ୍ଧି କରିପାରେ ଏବଂ ଶରୀରର ମେଟାବଲିଜିମ୍ ବାଧାପ୍ରାପ୍ତ କରେ। ଏହି ସମସ୍ତ କାରଣ ଷ୍ଟ୍ରୋକ୍ ହେବାର ଆଶଙ୍କା ବଢ଼ାଇଥାଏ। ରାତିରେ ମେଟାବଲିଜିମ୍ ଧୀର ହୋଇଯାଏ। ଦିନର ବିଳମ୍ବିତ ସମୟରେ ଖିଆଯାଇଥିବା ଖାଦ୍ୟ ପେଟର ବହୁ ସମୟ ପର୍ଯ୍ୟନ୍ତ ରହିଥାଏ ଏବଂ ଠିକ୍ ଭାବରେ ହଜମ ହୁଏ ନାହିଁ, ଯାହାଫଳରେ ପରଦିନ ଆଳସ୍ୟ ଦେଖାଯାଏ। ରାତ୍ରି ଭୋଜନ କରିବା ଦ୍ୱାରା ଶରୀର ଖାଦ୍ୟ ହଜମ କରିବାରେ ବ୍ୟସ୍ତ ରହିଥାଏ, ଯାହାଫଳରେ ଶରୀରକୁ ଆରାମ କରିବାକୁ ଏବଂ ଗଭୀର ନିଦ୍ରା ଯିବାକୁ ଅଧିକ ସମୟ ଲାଗେ। ଏହା ନିଦର ଗୁଣବତ୍ତା ଉପରେ ପ୍ରଭାବ ପକାଇଥାଏ ଏବଂ ଅସମ୍ପୂର୍ଣ୍ଣ ନିଦ ହୋଇପାରେ। ରାତିରେ ବିଳମ୍ବିତ ଖାଦ୍ୟ ସମସ୍ତଙ୍କ ପାଇଁ କ୍ଷତିକାରକ। ଛୋଟ ପିଲାମାନଙ୍କୁ ଛାଡ଼ି ଯେଉଁମାନେ ଏବେ ବି ବଢ଼ୁଛନ୍ତି, ତଥାପି କିଛି ଲୋକଙ୍କ ପାଇଁ ଏହି ବିପଦ ଆହୁରି ଅଧିକା। ଯେଉଁମାନଙ୍କ ଓଜନ ଅଧିକ, ହଜମ ଶକ୍ତିରେ ସମସ୍ୟା, ଯେଉଁମାନଙ୍କର ରହିଛି ମଧୁମେହ ରୋଗୀ, ଲିଭର ସମସ୍ୟା ଥିବା ବ୍ୟକ୍ତିମାନେ ବିଳମ୍ବିତ ରାତିରେ ଖାଦ୍ୟ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପ୍ରତି ବିପଦ ଆହୁରି ବଢ଼ିପାରେ। ରାତ୍ରି ଭୋଜନରେ ହାଲୁକା ଏବଂ ପୁଷ୍ଟିକର, ସହଜରେ ହଜମ ହେଉଥିବା ଖାଦ୍ୟ ଖାଇବା ଉଚିତ। ବାଜା ରୁଟି ଏବଂ ଋତୁକାଳୀନ ପନିପରିବା ଯେପରିକି ବୋତଲ, ଟିଣ୍ଡା, ପାଳଙ୍ଗ ସହିତ ବାଜରା ରୁଟି ଏକ ସନ୍ତୁଳିତ ପରିବା ଏବଂ ଫାଇବରଯୁକ୍ତ ପନିପରିବା ଖାଇବା ସ୍ୱାସ୍ଥ୍ୟ ପ୍ରତି ହିତକାରକ। ବିଳମ୍ବିତ ରାତିରେ ଖାଦ୍ୟ ଖାଇବାର ଇଚ୍ଛା ପ୍ରାୟତଃ ଏକ ସଂକେତ ହୋଇଥାଏ ଯେ ଆପଣ ଦିନସାରା ପର୍ଯ୍ୟାପ୍ତ କ୍ୟାଲୋରି ଗ୍ରହଣ କରିନାହାନ୍ତି। ନିୟମିତ ଭାବରେ ଦିନସାରା ପ୍ରୋଟିନ୍, ସୁସ୍ଥ ଚର୍ବି ଏବଂ ଜଟିଳ କାର୍ବୋହାଇଡ୍ରେଟ୍ ସହିତ ଏକ ସନ୍ତୁଳିତ ଖାଦ୍ୟ ଖାଇବା ବିଳମ୍ବିତ ରାତିରେ ଭୋକ ଲାଗିବା ରୋକିବାରେ ସାହାଯ୍ୟ କରିପାରିବ। ବ୍ୟୁରୋ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।